ମହାଭାରତର ଭୟଙ୍କର ଯୁଦ୍ଧ 18 ଦିନ ଧରି ଚାଲିଥିଲା। ଯେତେବେଳେ ଧୂଳି ବସିଗଲା ଏବଂ ରଣଭୂମି ନୀରବ ହେଲା, କୌରବ ବଂଶର ଅନ୍ତ ହୋଇସାରିଥିଲା, ହସ୍ତିନାପୁରର ସିଂହାସନ ପାଣ୍ଡବମାନଙ୍କ ହାତକୁ ଆସିଲା। କିନ୍ତୁ ଏହି ବିଜୟର ମୂଲ୍ୟ ଥିଲା ଭୟଙ୍କର। ଲକ୍ଷ ଲକ୍ଷ ଜୀବନ ନଷ୍ଟ ହୋଇଥିଲା, ଅସଂଖ୍ୟ ପରିବାର ଉଜୁଡ଼ି ଯାଇଥିଲା ଏବଂ ହସ୍ତିନାପୁର କେବେ ବି ପୂର୍ବବତ ରହିଲା ନାହିଁ। ଯୁଦ୍ଧ ପରେ ପ୍ରାୟ 36 ବର୍ଷ ପର୍ଯ୍ୟନ୍ତ ଧର୍ମରାଜ ଯୁଧିଷ୍ଠିର ରାଜ୍ୟ ଶାସନ କଲେ। ଯୁଧିଷ୍ଠିର ଅଭିମନ୍ୟୁଙ୍କ ପୁତ୍ର ପରୀକ୍ଷିତଙ୍କୁ ହସ୍ତିନାପୁରର ରାଜଗାଦି ପ୍ରଦାନ କଲେ ଏବଂ ଆରମ୍ଭ ହେଲା ମହାପ୍ରସ୍ଥାନ, ଏକ ଏମିତି ଯାତ୍ରା ଯାହାର ଲକ୍ଷ୍ୟ ଥିଲା ସ୍ୱର୍ଗ ଏବଂ ଯାହାର ପଛକୁ ଫେରିବା ପାଇଁ କୌଣସି ମାର୍ଗ ନଥିଲା। କିନ୍ତୁ ଏହି ଯାତ୍ରାରେ ଆଉ ଜଣେ ସାଥୀ ଥିଲେ, ଏକ ରହସ୍ୟମୟ କୁକୁର। ସେ ନୀରବରେ ସେମାନଙ୍କ ପଛରେ ଚାଲୁଥିଲା। ସେତେବେଳେ କେହି ଜାଣିନଥିଲେ ଏହି କୁକୁର ହିଁ ଏହି କାହାଣୀର ସବୁଠୁ ବଡ଼ ରହସ୍ୟ। ଯାତ୍ରା ଆରମ୍ଭରେ ସେମାନେ ଦକ୍ଷିଣ ଦିଗର ସମୁଦ୍ର ତଟକୁ ପହଞ୍ଚିଲେ। ସେଠାରେ ଅର୍ଜୁନ ନିଜର ଗାଣ୍ଡୀବ ଧନୁ ତ୍ୟାଗ କଲେ। ଏହା କେବଳ ଏକ ଅସ୍ତ୍ରର ତ୍ୟାଗ ନଥିଲା, ଏହା ଥିଲା ନିଜର ପରିଚୟ, ଗର୍ବ ଓ ଶକ୍ତିର ତ୍ୟାଗ। ଏହାପରେ ସେମାନେ ହିମାଳୟ ଏବଂ ମେରୁ ପର୍ବତ ଅଭିମୁଖେ ଅଗ୍ରସର ହେଲେ ଏବଂ ସେଠାରୁ ଆରମ୍ଭ ହେଲା ଅନ୍ତିମ ପରୀକ୍ଷା। କଠିନ ପର୍ବତୀୟ ପଥରେ ଚାଲୁଥିବା ସମୟରେ ଦ୍ରୌପଦୀ ହଠାତ୍ ଟଳମଳ ହୋଇ ପଡ଼ିଗଲେ। ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲେ, କିନ୍ତୁ ପାଣ୍ଡବମାନେ ଆଗକୁ ଚାଲିଥିଲେ। ଯେତେବେଳେ କାରଣ ପଚରାଗଲା, ଯୁଧିଷ୍ଠିର ପଛକୁ ନ ଚାହିଁ କହିଲେ, ଦ୍ରୌପଦୀ ନିଜ 5 ପତିଙ୍କ ମଧ୍ୟରୁ କେବଳ ଅର୍ଜୁନଙ୍କୁ ସବୁଠୁ ଅଧିକ ପ୍ରେମ କରୁଥିଲେ। ତାଙ୍କ ମନରେ ପକ୍ଷପାତ ଥିଲା ଏବଂ ଧର୍ମ ନିରପେକ୍ଷତା ଦାବି କରେ। କିଛି ଦିନ ପରେ ସହଦେବ ମଧ୍ୟ ଭୂମିରେ ପଡ଼ିଗଲେ। ଯୁଧିଷ୍ଠିର କହିଲେ, ତାଙ୍କୁ ନିଜ ବୁଦ୍ଧି ଉପରେ ଅତ୍ୟଧିକ ଗର୍ବ ଥିଲା। ସେ ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ମନେ କରୁଥିଲେ। ତାପରେ ନକୁଳ ମଧ୍ୟ ପଡ଼ିଗଲେ, କାରଣ ନିଜ ସୌନ୍ଦର୍ଯ୍ୟ ପ୍ରତି ଅଭିମାନ। କିଛି ସମୟ ପରେ ଅର୍ଜୁନ ମଧ୍ୟ ଭୂମିରେ ଲୁଟି ପଡ଼ିଲେ। ଯୁଧିଷ୍ଠିର କହିଲେ, ଅର୍ଜୁନ ନିଜ ପରାକ୍ରମ ଉପରେ ଗର୍ବ କରୁଥିଲେ। ସେ ଭାବୁଥିଲେ ସେ ଏକା ହିଁ ସମସ୍ତ ଶତ୍ରୁଙ୍କୁ ବିନାଶ କରିପାରିବେ। ଏବେ ରହିଥିଲେ ମହାବଳୀ ଭୀମ, କିନ୍ତୁ କିଛି ଦୂର ଯିବା ପରେ ସେ ମଧ୍ୟ ପଡ଼ିଗଲେ। ମୃତ୍ୟୁ ପୂର୍ବରୁ ସେ ପଚାରିଲେ, ଭାଇ, ମୁଁ କାହିଁକି ପଡ଼ିଗଲି? ଯୁଧିଷ୍ଠିର ଉତ୍ତର ଦେଲେ, ତୁମକୁ ନିଜ ଶକ୍ତି ପ୍ରତି ଅତ୍ୟଧିକ ଅହଙ୍କାର ଥିଲା ଏବଂ ଭୋଜନ ପ୍ରତି ଅତ୍ୟଧିକ ଆସକ୍ତି ମଧ୍ୟ ଥିଲା। ଏବେ ସମସ୍ତେ ଚାଲିଯାଇଥିଲେ, ରହିଥିଲେ କେବଳ ଯୁଧିଷ୍ଠିର ଏବଂ ସେହି ରହସ୍ୟମୟ କୁକୁର।